ସ୍ୱାସ୍ଥ୍ୟ ବିଭାଗରେ ବହୁତ ଭଲ ବଡ଼ ଉଲ୍ଲେଖନୀୟ କାର୍ଯ୍ୟକ୍ରମ ହେବାକୁ ଯାଉଛି। ମେଡ଼ିକାଲ ଗୁଡ଼ିକରେ ବିଭିନ୍ନ ଟେକ୍ନୋଲୋଜି ନୂଆ ଆପଣେଇବାକୁ ସରକାର ଯାଉଛନ୍ତି ଏବଂ ଏବେ ଗୋଟେ ଆୟୁଷ୍ମାନ ଭାରତ ମଧ୍ୟ ଆସିଲା, ଲଞ୍ଚ ହେଲା, ତାକୁ ନେଇ କ'ଣ ପ୍ରତିକ୍ରିୟା ରଖିବେ ସାର୍? ଦେଖନ୍ତୁ ଆୟୁଷ୍ମାନ ଯୋଜନା ପ୍ରାୟ ପ୍ରତ୍ୟେକ ରାଜ୍ୟରେ କାର୍ଯ୍ୟକାରୀ ହେଇଥିଲା, କେବଳ ଦିଲ୍ଲୀ ୱେଷ୍ଟବେଙ୍ଗଲ ଓଡ଼ିଶାରେ କାର୍ଯ୍ୟକାରୀ ହେଇଥିଲା। ତ ଯେହେତୁ ଏଠି ଯେଉଁ ସରକାର ଥିଲେ ସେ ଆପଣଙ୍କର ଏନ୍ଡିଏ ର ପ୍ରତିଦ୍ୱନ୍ଦ୍ୱୀ ଥିଲେ, ତ କୌଣସି ନା କୌଣସି ରାଜନୈତିକ କାରଣରୁ ଲାଗୁ ହେଉନଥିଲା। ଏଠି ଯେଉଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ଼ ଚାଲିଥିଲା ବା ଯୋଜନା ଚାଲିଥିଲା ବା ଏବେ ବି ଆମେ କହିପାରିବା ଚାଲିଛି ବି, ସେ ଏକା ସେବା ପାଇବେ। RSY ଗୋଟେ କାର୍ଡ଼ ଥିଲା କେନ୍ଦ୍ର ସରକାରଙ୍କର, ସେଥିରେ ବର୍ତ୍ତମାନ ଥିଲା ସ୍ଲାବ୍ ସିଷ୍ଟମ୍ ଥିଲା, ଆପଣଙ୍କର କିଡ଼ନୀ ଟ୍ରାନ୍ସପ୍ଲାଣ୍ଟ କରିବେ କି ଅନ୍ୟାନ୍ୟ ଯେଉଁ ଅପରେସନ୍ କରିବେ ମିନିମମ୍ ପ୍ୟାକେଜ୍ ଥିଲା। ସେ ପ୍ୟାକେଜ୍ ମେଡ଼ିକାଲ ଗୁଡ଼ିକ ନେଲା ପରେ ଏକ୍ସଟ୍ରା ପଇସା ରୋଗୀଙ୍କଠାରୁ ନେଉଥିଲେ। ଏବେ ସେମିତି କରିପାରିବେ ନା କରିପାରିବେନି? ଦେଖନ୍ତୁ ଆୟୁଷ୍ମାନ ଭାରତ ଯୋଜନାରେ ଯେଉଁ ଆପଣଙ୍କର ପାଖାପାଖି 1900ରୁ ଉର୍ଦ୍ଧ୍ୱ ରୋଗର ନିଦାନ ରହିଛି ସେଠି, ତ ଏଇଟା ଆମେ କହିପାରିବା ଦିସ୍ ଇଜ୍ ଏ ବେଟର୍ ଅପସନ୍ ଦ୍ୟାନ୍ ଆପଣଙ୍କର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ। ଆପଣ ଦେଖିବେ ପାଖାପାଖି 29,000ରୁ ଉର୍ଦ୍ଧ୍ୱ ହସ୍ପିଟାଲରେ ଏ ସେବା ମିଳିବାର ସମ୍ଭାବନା ରହିଛି ବା ମାନେ ଗୋଟେ ସୁଯୋଗ ରହିଛି ଆମ କ୍ଷେତ୍ରରେ। ତ ଆମେ ସମସ୍ତେ ଆୟୁଷ୍ମାନ ଭାରତ ଯୋଜନାକୁ ସ୍ୱାଗତ କରିବାର ଆବଶ୍ୟକତା ରହିଛି। ନିଶ୍ଚିତ ଆମେ ଗୋଟେ କଥା ସାର୍ କହିବା କି BSKYର ବିକଳ୍ପ ହେବ ଆୟୁଷ୍ମାନ ଭାରତ। BSKYର ବିକଳ୍ପ ହୋଇସାରିଛି ଆୟୁଷ୍ମାନ ଭାରତ, କାରଣ ସରକାର ପରିବର୍ତ୍ତନ ସହିତ BSKY ଯେଉଁ ଯୋଜନା ଥିଲା ତାର ରୂପାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ଏବଂ ସେ ରୂପାନ୍ତରଣ ପ୍ରକ୍ରିୟାରେ ବର୍ତ୍ତମାନ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହୋଇସାରିଛି ଓଡ଼ିଶାରେ ଏବଂ ଧୀରେ ଧୀରେ ହସ୍ପିଟାଲ କର୍ତ୍ତୃପକ୍ଷ ତାକୁ କାର୍ଯ୍ୟକାରୀ କରିବେ।